সর্বশক্তিমান পরমেশ্বর প্রভু দয়া তুম্ভ করুণা সকাশু আম্ভেମାନେ ବିନଷ୍ଟ ହୋଇ ପ୍ରଭୁ ତୁମ୍ଭରି ହୃଦୟରେ ଏକାନ୍ତ ଇଚ୍ଛା ତୁମ୍ଭ ଲୋକମାନଙ୍କ ଜୀବନ ପରିବର୍ତ୍ତିତ ହେଉ। ସେମାନେ ଆଗାମୀ ଅନନ୍ତ କାଳୀନ ବିନାଶରୁ ରକ୍ଷା ପାଆନ୍ତୁ। ଏଣୁ ତୁମ୍ଭେ ଆପଣ ଦୟାରେ ପ୍ରଭୁ ଆମମାନଙ୍କୁ ବାରମ୍ବାର ଅବକାଶ ଦେଉଛ। ଫାଦର, ତୁମ୍ଭ ଲୋକମାନେ ଏହି ସଭାକୁ ତୁମ୍ଭରି ରବ ଶୁଣିବା ନିମନ୍ତେ ଆସିଅଛନ୍ତି। ପ୍ରଭୁ, ମୁଁ ଯିବା ମାତ୍ର ଅଟେ, କିନ୍ତୁ ତୁମେ ଠିଆ କରାଇଅଛ। ଏଣୁ ଆପଣାର ଶକ୍ତି ସ୍ଥାନରେ ପ୍ରକାଶିତ କରାଅ। ଲୋକମାନଙ୍କ ହୃଦୟ ସୁସ୍ଥିର ହେଉ। ଶୈତାନର କାର୍ଯ୍ୟ ଯୀଶୁଙ୍କ ନାମରେ ଦୂର ହେଉ। ତୁମ୍ଭ ଆତ୍ମା ସକଳ ବିଷୟକୁ ନିୟନ୍ତ୍ରଣ କରନ୍ତୁ। ଏ ପରିବେଶ ତୁମ ଲୋକମାନଙ୍କ ମନ, ସାଉଣ୍ଡ ସିଷ୍ଟମ, ସ୍ୱାସ୍ଥ୍ୟାବସ୍ଥା ସକଳ ବିଷୟକୁ ପ୍ରଭୁ ତୁମ୍ଭ ପରାକ୍ରମ ହସ୍ତରେ ମୁଁ ସମର୍ପିଛି। ତୁମ ଲୋକମାନଙ୍କ ଏ ସ୍ଥାନକୁ ଆସିବା ପରିବର୍ତ୍ତନର କାରଣ ହେଉ, ଉଦ୍ଦୀପନାର କାରଣ ହେଉ, ବାସ୍ତବ ଜାଗରଣ ଏ ସ୍ଥାନରେ ପରିଲକ୍ଷିତ ହେଉ। ତୁମ୍ଭେ ଆପଣା କାର୍ଯ୍ୟ ସାଧନ କର। ତୁମେ ନିତାନ୍ତ ଆପଣା କାର୍ଯ୍ୟ କରିବା ନିମନ୍ତେ ଅତ୍ୟନ୍ତ ଉତ୍ସୁକୀ ଅଟ। ଏଣୁ ତୁମକୁ ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି। ଆମେନ୍। ହାଲେଲୁୟା। ଟିକେ ଜୋରସେ କହିପାରିବା ହାଲେଲୁୟା। ପ୍ରଭୁଙ୍କ ଗୌରବାର୍ଥେ ଗୋଟେ ଉଚ୍ଚ କରତାଳି ମାରିବା। କଣ ଗୋଟେ କମେଇ ଦେଇଛି। ପରମେଶ୍ୱରଙ୍କ ଆଶୀଷ ନାମର ଗୌରବ ହେଉ। 26ତମ ବାର୍ଷିକ ଉଦ୍ଦୀପନା ସଭା ଆମମାନଙ୍କର ଓଡ଼ିଶା କନ୍ଧ ବାପ୍ତିଷ୍ଟ ମଣ୍ଡଳୀ ଉନ୍ନୟନ ଆପଣମାନଙ୍କ ଗହଣକୁ ଆସିବା ପାଇଁ ପରମେଶ୍ୱର ମୋତେ ଯେଉଁ ଧନ୍ୟ ଅବକାଶ ଦେଇଛନ୍ତି, ଏଣୁ ମୁଁ ସର୍ବପ୍ରଥମେ ପିତା ପରମେଶ୍ୱରଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ବିଶେଷ ଧନ୍ୟବାଦ ଜ୍ଞାପନ କରୁ କରୁ ମଞ୍ଚାସୀନ ପ୍ରଭୁଙ୍କ ବିଶିଷ୍ଟ ଦାସମାନଙ୍କୁ ପୁଣି ମୋର ଡାହାଣ ପାର୍ଶ୍ୱରେ ବାମ ପାର୍ଶ୍ୱରେ ମଧ୍ୟ ହୁଏତ ଅଛନ୍ତି। ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ଖ୍ରୀଷ୍ଟ ପ୍ରେମର ଅନେକ ଅନେକ ନମସ୍କାର। ନମସ୍କାର। ଆଉ ଟିକେ ଜୋରସେ କୁହନ୍ତୁ ନମସ୍କାର। ହାଲେଲୁୟା। ପଡ଼ୋଶୀ ଲୋକର ହାତ ଟିକେ ଧରନ୍ତୁ, ପଛେଇକି ଟିକେ ଧରନ୍ତୁ। ଆଶୀର୍ବାଦ ଅଛି ତ ଟିକେ ଧରି ଦିଅନ୍ତୁ। ଆଉ ଧରିକି କୁହନ୍ତୁ ଆଜ୍ଞା। ନା ଏସବୁ ନି ବ୍ୟାଟେରୀ ଲୋ ଖାଇକି ଆସିବା କି? ଖାଇକି ଆସିବା ନା କେମିତି? କୁହନ୍ତୁ ଆଜ୍ଞା। ଆପଣଙ୍କୁ ଜୁହାର। ସରି କଣ ଜୁହାରୀ। ହଁ ଜୁହାରୀ। ଜୋରସେ ଟିକେ କୁହ ଆଜ୍ଞା ଜୁହାରୀ। ପ୍ରେମର ଜୁହାର। ଜେରା ଜୁହାରୀ। ଆରେ ସାହାବ ଏପଟେ ବୁଲିକି ଦେଖ ମତେ ନାହିଁ ପଡ଼ୋଶୀ। ଆଜ୍ଞା ଆପଣଙ୍କୁ ଜେରା ଜୁହାରୀ। ବର୍ତ୍ତମାନ ଜୋରସେ କୁହ ବର୍ତ୍ତମାନ ମୋ ସହିତ ମୋର ପ୍ରେମିକ ସମୟ ବିତାଇବାକୁ ଚାହୁଁଛନ୍ତି। ପ୍ରେମିକ ବୋଲୁ ବୋଲୁ କୁଆଡୁ କନେକ୍ସନ ହେଇଯାଇନି ତ? ଉଲ୍ଟା ଫୁଲ୍ଟା ରଙ୍ଗ କନେକ୍ସନ ହେଇନି ବୋଲି ଭାବୁଛୁ। ବର୍ତ୍ତମାନ ମୋ ସହିତ ମୋର ପ୍ରେମିକ ସମୟ କ୍ଷେପଣ କରିବାକୁ ଚାହାନ୍ତି। ଏ
साउंड के एपटो टिके बुलांती ये सब सिखाने हम थोड़ी आए हैं जी एथिबाई को एथिबाई आपण मो सहित समय न बितांती आपण बुझिलेनी जी बुझिले टी हालेलुया प्रेज द लॉर्ड हालेलुया आपण माने भाबुथिबे पिला काहे केते डिस्टर्ब करूची एटु तो अध्याय विपद उपरे विपद घटिबो पहिरो 25 ଆଉ 26 विनाश आसुअछि से माने शांति अन्वेषण करिवे पुनी किछि पाइबे नाही प्रभुଙ୍କ नामର ଗୌରବ ହେଉ ଲେଖାଗଲା ବିନାଶ ଆସୁଅଛି ସେମାନେ ଶାନ୍ତି ଅନ୍ୱେଷଣ କରିବେ ପୁଣି କିଛି ପାଇବେ ନାହିଁ ବିପଦ ଉପରେ ବିପଦ ଜନରୋଗ ଉପରେ ଜନରୋଗ ହେବ तैरे सेमाने भविष्यत बक्तार निकटरे दर्शनर चेष्टा करिवे मात्र याजकर व्यवस्था ज्ञान वो प्राचीन लोक मानकर परामर्श कौन हबो लोप हेबो मो बहुत धन्यवाद देवी आपण माने अनेक दूररू आसियोछन्ति ईश्वरको सानिध्यको आउ अनाहार रे बसिछन्ति तांकर अवश्य शुणिबा एणु परमेश्वर नितांत आपणक सहित कथा हेबे लेखा गला विनाश आसुअछि प्रभुଙ୍କ ଲୋକମାନେ এই বিনাশ যাহা ଆସୁଅଛି ବୋଲି ଉଲ୍ଲେଖ ହୋଇଅଛି ଏହାର ପ୍ରଥମ ଦ୍ୱିତୀୟ ପଦ ଯଦି ଆମେ ମାନେ ପଢ଼ିବା ଆମମାନଙ୍କୁ ବୁଝିବା ପାଇଁ ବହୁତ ସହଜ ହେବ केउ समयर कथा एठारे भाववादी उल्लेख करिसेंती पढन्तु द्वितीय पद विपद उपरे विपद घटिबो 7 रो 2 हे मनुष्य संतान प्रभु सदा प्रभु इस्राएल देश प्रति कहंती अंतिम काल देशर चारि कोणरे अंतिम काल उपस्थित होई अछि आपण उत्तर पटे देखंतु केबा दक्षिण भागर देखंतु पूर्व पश्चिम पट मध्य जदि आपण वर्तमान अनाय की देखिबे विपद परे विपद वर्ष वर्ष पार हेलानी किंतु विपद समस्या विनाश थमिबार नाम नेउना ए स्पष्ट करूछि आम्भे माने वर्तमान केउ समय रे बसवास करूछु ईश्वर प्रिय लोक माने ईश्वर जो निरूपित समय से रखी अछंती जो समय रे जो से आपनार एकमात्र पुत्र को पठाइबे जदि आमे माने से पुत्रंकर समय को जानिबा नहीं पुणी तदनुसार तांको भेट करिबा पई प्रस्तुत हेबा नहीं तबे विनाश जोगी होइछे ग्रास करि देबो भाई भौणी माने मो पाखरे बिल्कुल समय हैला नहीं कंटिन्यूअली मीटिंग प्रभु को दास आकाश आज्ञा सहित हमर
ହୁଏତ ବିଗତ ଅକ୍ଟୋବର ମାସର କଥା ପଡ଼ିଛି ଗୀତ ଗୋଟେ କରିବା ଗୀତ ସରିଯାଇଛି, ଲେଖା ସରିଯାଇଛି, ଟ୍ରାକ୍ ବନିଯାଇଛି, 5 ମାସ ମଧ୍ୟ ବିତିଗଲାଣି। ଅଳ୍ପ ଦିନରେ ପ୍ରଭୁ ମୋତେ ଯାହା ବୁଝିବା ପାଇଁ ସାହାଯ୍ୟ କରିଲେ, ପ୍ରାୟ 18ରୁ 20 ଗୋଟି ବିଷୟ ଏକ ବ୍ୟକ୍ତିଙ୍କ ଜୀବନକୁ ବିନାଶ କରିଥାଏ। ଆଉ ପଢିଲା ଆଉ ମିଳୁଛି, ଯେହେତୁ ତାହା ସେପରି ଗୋଟିଏ କୂପ ଆପଣ କେବଳ ଗର୍ଦ୍ଦନ କରିପାରୁଥିବା ଦରକାର। ତେବେ ଅଳ୍ପ ସମୟରେ ମୁଁ କେଉଁଠି କେଉଁ ବିଷୟକୁ ଥଇବି, କାହାକୁ ହରାଇବି କିଛି ଜାଣିପାରୁନାହିଁ। ପ୍ରେଜ୍ ଦ ଲର୍ଡ। ବିନାଶ ଆସୁଛି। କି ବିନାଶ ଆସୁଛି? ପ୍ରକୃତର ବିପଦ କଣ ଅଟେ? କାହା ପ୍ରତି ତା ଆସିବ? କାହିଁକି ଆସିବ? ଆମର ଭୂମିକା କଣ ରକ୍ଷା ପାଇବା ନିମନ୍ତେ? କିପରି ବାବୁ ସେଇଠୁ ଉଦ୍ଧାର ପାଇପାରିବା? ଆମେ ସେଇ ଜଳର ନାହୁଁ ତ। ଗୋଟିଏ ଗୋଟିଏ କଥା କହିବା ପାଇଁ ଗୋଟିଏ ପୁରା ଦିନ ପାର ହେଇଯାଉଛି। କିଛି କଥା ନାହିଁ, ସେ ଆତ୍ମାର ପାଳକ ଅଟନ୍ତି, ସେ ସବୁ ଶିଖାଇବେ ଯଦି ଆମେ ତାଙ୍କର କୋଚିଂ ସେଣ୍ଟରରେ ଜଏନ୍ ହୋଇଥିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଈଶ୍ୱରଙ୍କ ଲୋକମାନେ ହୋସେଆ ଭାବବାଦୀ ଲେଖିଲେ ତହିଁର 4 ଅଧ୍ୟାୟର 6 ପଦରେ, ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଛନ୍ତି। କାରଣ ତୁମେ ଜ୍ଞାନ। ପ୍ରଥମ କଥା, କେତେବେଳେ ଏକ ବ୍ୟକ୍ତି ବିନଷ୍ଟ ହୁଏ? ଜ୍ଞାନର ଅଭାବ। ପ୍ରଭୁଙ୍କ ଲୋକମାନେ ଆଜିକାଲିର ଲୋକମାନଙ୍କୁ ଯେଉଁ ଜ୍ଞାନ ଏକ ବ୍ୟକ୍ତିକୁ ପରିତ୍ରାଣ ଦେବ, ଅନନ୍ତକାଳୀନ ବିନାଶରୁ ରକ୍ଷା କରିବ, ସେଇ ଜ୍ଞାନ ଆଉ ପସନ୍ଦ ହେଉନାହିଁ। ପରିତ୍ରାଣ ପାଇବା ପାଇଁ ମଧ୍ୟ ଜ୍ଞାନ ଦରକାର। ଅନେକ ଜ୍ଞାନ କଥା ଅଛି, ସେ ଭିତରକୁ ପଶିଲେ ସବୁ ଗଡ଼ବଡ଼ ହେଇଯିବ, ଟାଇମ୍ ପାର ହେଇଯିବ। ଲୁକରେ ଲେଖା ଅଛି 76-77 ଟିକେ ପଢିଲେ ଟିକେ ଜଲଦି ପଢି। ଆଉ କାରଣ ଅନ୍ଧକାର ଓ ମୃତ୍ୟୁ ଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ, ପୁଣି ଆମ୍ଭମାନଙ୍କ ପଦ ଶାନ୍ତି ପଥକୁ ଆଣିବା ନିମନ୍ତେ, ଆମ୍ଭମାନଙ୍କ ଈଶ୍ୱରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କ ପ୍ରତି ଉର୍ଦ୍ଧରୁ ସୂର୍ଯ୍ୟୋଦୟ ହେବ। ଗୋଟେ ମିନିଟ୍ ଖାଲି ସାହାଯ୍ୟ କରିବେ। ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପ ମୋଚନ ଦ୍ୱାରା ପରିତ୍ରାଣ ଜ୍ଞାନ ଦେବା ନିମନ୍ତେ। କି ଜ୍ଞାନ? ପରିତ୍ରାଣର ଜ୍ଞାନ। ଆଜ୍ଞା, ଆମେ ମଧ୍ୟ ପରିତ୍ରାଣ ପାଇସାରିଛୁ। ଆମେ ଡୁବନ ହୋଇଯାଇଛୁ, ମିଛ କହିବା ଛାଡ଼ିଛୁ ବୋଲି କେବେ କହିବା? ଈଶ୍ୱରଙ୍କ ଲୋକମାନେ ଜ୍ଞାନ, କେଉଁ ଜ୍ଞାନ ଆମ୍ଭମାନଙ୍କ ଠାରେ ନିତାନ୍ତ ଆବଶ୍ୟକ ଅଟେ? ଲେଖାଗଲା, ଜ୍ଞାନର ଅଭାବ ସକାଶୁ ବିନାଶ ଆସୁଛି। କୋଉଟା ଆଇ ମୋବାଇଲ, କୋଉଟା ଅଜା ମୋବାଇଲ, କୋଉଟା ବୁଢୀମା ମୋବାଇଲ, କୋଉଟା ଜେଜେ ବାପା ମୋବାଇଲ, ସବୁ ମୋବାଇଲର ବିଷୟରେ ଆଜିର ପିଲାମାନଙ୍କୁ ଜ୍ଞାନର ଅଭାବ ନାହିଁ। ହୋସେଆର ପୁଣି ଲେଖାଗଲା 6 ଅଧ୍ୟାୟରେ
ଛଅର ପଢନ୍ତୁ। ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି, କାରଣ ତୁମେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମକୁ ଅଗ୍ରାହ୍ୟ କରିବା। ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସରିବାରୁ। 6 ଅଧ୍ୟାୟ ତହିଁର ପଢନ୍ତୁ 3 ଆଉ 6। ପୁଣି ଆମ୍ଭେମାନେ ଜ୍ଞାତ ହେଉ, ଆମ୍ଭେମାନେ ଜ୍ଞାତ ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ, ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ ତାହାଙ୍କ ପଶ୍ଚାତ ଗମନରୁ। 1 ମିନିଟ୍। କାହାକୁ ଜାଣିବା ପାଇଁ କାହା ପଛରେ ଯାଉ? ଉତ୍ତର ଟିକେ ଦିଅନ୍ତୁ। ଆଜ୍ଞା ସଦାପ୍ରଭୁଙ୍କୁ ଜ୍ଞାତ। ଟିକେ ସ୍ଲୋରେ देखिए आप भालिया से आए थे अस्तिलो ओडे बाबू भाई ने ताली मार एबा मारू ना दे बाबू ईर्षा ही जाऊ देखिए जोर से पड़ो हां पूरा टाइम कान फान ला बोलो ओके रेडी तो 6 पद टिक पड़ी दे 3 पद टिक पड़ी दे जोर से पुणी आंबे माने ज्ञात हो, आंबे माने ज्ञात हो, सदाप्रभुଙ୍କୁ ଜ୍ଞାତ ହେବା ପାଇଁ, सदाप्रभुଙ୍କୁ ज्ञात हेबा ପାଇଁ ତାହାଙ୍କ ପଶ୍ଚାତ ଗମନ କରୁ। बस ଜ୍ଞାନର ଅଭାବରେ ବିନାଶ ଆସେ। এই জ্ঞান যা উল্লেখ হয়েছে 4:1-2 যদি পড়িবা পড়ো নাই পরমেশ্বরଙ୍କ বিষয়ক জ্ঞানର অভাବ। অনেকে ভাবুଥିବେ আজ্ঞା ଆମେ କଣ ପରମେଶ୍ୱରଙ୍କୁ ଜାଣି ନାହୁଁ? ସେ ପା ଜିହୋବା ଜିରି, ସେ ପା ଜିହୋବା ରାଫା, ସେ ପା ଜିହୋବା ନିସି, ସେ ପରା ପ୍ରଭୁ ଯୀଶୁ। ଆଚ୍ଛା ମୁଁ କହିବି ଯଦି ମୋତେ ସମୟ ଅନୁମତି ଦେବ ଆମେ କେତେ ଭାବରେ ଜାଣିଛୁ। ଏଇଠି ଲେଖାଗଲା ସଦାପ୍ରଭୁଙ୍କୁ ଜାଣିବା ପାଇଁ ତାହାଙ୍କ ପଛରେ ଯାଅ। ଆମ୍ଭେମାନେ ପରମେଶ୍ୱରଙ୍କ ପଛରେ କାହିଁକି ଯାଉଛୁ ଟିକେ ପଚାରନ୍ତୁ ନିଜକୁ। ମତେ ପ୍ରଭୁଙ୍କୁ ମଧ୍ୟ ଜାଣିବାର ଅଛି। ଏଇ କ୍ୱେଶ୍ଚେନ୍ ଆମର ବୁଢା ବୁଢୀ ବୟସ ହେଇଥିବା ମା ବାପାର ମନରେ କେବେ ଥରେ ମଧ୍ୟ ଉଙ୍କି ମାରିଛି ତ? ପରମେଶ୍ୱର ଗୋଟେ ଏଇପରି ବ୍ୟକ୍ତିତ୍ୱ ଅଟନ୍ତି ଯାହାଙ୍କ ବିଷୟରେ ଆପଣ ଯେତେ ଜାଣିବେ ସେତେ କମ ପଡିଯିବ। ଆମେମାନେ ଈଶ୍ୱରଙ୍କ ସାନ୍ନିଧ୍ୟକୁ କାହିଁକି ଯାଉଛେ? ମତେ ଟିକେ କଣ ହେଲେ ମିଳିଯାଉ। ଭାବବାଦୀ ଲେଖିଲେ ବାବୁ ତତେ କଣ ମିଳିଯାଉ ଏଥିପାଇଁ ତୁ ତାଙ୍କ ନିକଟକୁ ଯାନା। ସିଏ କିଏ ଅଟନ୍ତି ତାହାଙ୍କ ସମ୍ବନ୍ଧୀୟ ଜ୍ଞାନ ଲାଭ କରିବା ପାଇଁ ତାଙ୍କ ନିକଟକୁ ଯା। କାଶ ଆମ ଲୋକମାନେ ବୁଝିପାରିଥାନ୍ତି ପରମେଶ୍ୱରଙ୍କ ଜ୍ଞାନ କଣ ଥାଏ, ପରମେଶ୍ୱର କିଏ ଅଟନ୍ତି। 6:6 ଲେଖାଗଲା ବଳିଦାନ ନୁହେଁ, ଦୟା ନୁହେଁ, ହୋମ ନୁହେଁ, ଆମ୍ଭେ କଣ ଇଚ୍ଛା କରୁଛୁ? ପରମେଶ୍ୱର କଣ ଇଚ୍ଛା କରୁଛନ୍ତି? ପଢିବେ କାରଣ ବଳିଦାନ ନୁହେଁ ମାତ୍ର ଦୟା ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାସନା କରୁ। ପରମେଶ୍ୱର ଚାହୁଁଛନ୍ତି ଗୋଟେ ବିଷୟ ଯେ ଆମର ଲୋକମାନେ ଆମ୍ଭକୁ ଜାଣନ୍ତୁ। ବହୁତ ଦୁଃଖିତ ପ୍ରଭୁଙ୍କ ଲୋକମାନେ ଟିକେ ବହୁତ ସିଧା କୁହେ କିନ୍ତୁ ନା ମତେ ସମୟ ଅନୁମତି ଦଉଛି ନା ଏଇ କଳା ବକ୍ସ ଅନୁମତି ଦଉଛି। ଏସବୁ ଟିକେ ଧ୍ୟାନ ଦଉଥାନ୍ତୁ ବୋଲି ମୋର ବିନମ୍ର ଅନୁରୋଧ। ଆପଣ ମାନେ କେତେ ଜଣ ଲଦିଗୁଡ଼ା ଆସିଥିଲେ ଇଷ୍ଟ ଇଣ୍ଡିଆ ମିଶନ ମିଟିଂ? ହାତ ଗୋଡ଼ ଆଣିଛନ୍ତି ଟିକେ ହାତ ଉଠାନ୍ତୁ, ଗୋଡ଼ ବସେଇ ହାତ ଟିକେ ଭଲରେ ଉଠେଇବେ। ଯୋଉମାନେ ଲଦିଗୁଡ଼ା ଆସିଥିଲେ ଟିକେ ଏମିତି କରନ୍ତୁ। ୱାଓ, ଏଇଠୁ କେତେ ଦୂର ଆগে ପାଖ 2 ଆରେ ବଢିଆ ପ୍ରେଜ୍ ଦ ଲର୍ଡ। ମୁଁ କେବଳ ଟିକେ ସ୍ପର୍ଶ କରିକି ସାରିବି। ଆପଣ ମାନଙ୍କ ଅନୁରୋଧ ସେକେଣ୍ଡ ସେସନରେ ମାଉଥ ସାଉଣ୍ଡ ଟିକେ ଠିକ କରିଦେବେ ବୋଲି। ବିନାଶ ଜ୍ଞାନର ଅଭାବରୁ ଆସେ। ମୋବାଇଲ ଜ୍ଞାନ ଚଳିବ ନାହିଁ।
इंटरनेट ज्ञान रे आमे माने बिना सुरक्षा पाई पारि माने उल्टा विनाश सागर रे पड़ी जिबा अद्भुत ज्ञान गुडी को युवा युवती मानक जीवन रे देखा जाउछि गोरा हेबा पाई आलू ओदा काकुड़ी टमाटो अंडा हमर मां बापा ले पेइतिले कि अंडा हमर स्टैटिस्टिक बुझंतु वेयर आर वी कोठी हम रहिलो केउ ज्ञान निमंते आज हम लालाइते अद्भुत कथा गुडा को अछि पटे हेबा पाए मध्य लव गुरु पाखु जाय ज्ञान अर्जन करूछुंती केउ गुरु बाबा एडा को पुस्तक रो को अध्याय रे लिखाइ छै केउ ज्ञान निमंते माने आज बातुळ केउ ज्ञान नितांत हमर रहिबा दरकार जहा हमकु सेफ करबो भाई भणी माने परमेश्वर चाहुछन्ती आमे तांको जानिबा तांको विषय जो ज्ञान रे पढंतो बोले पाउल कहले कलस्य मंडल को ए करो न पढो है बाबू खाली सुनु थाओ तांको विषय को ज्ञान रे जे हम मानको पढिबा को हबो ईश्वर किए तांको सहित मोर रिलेशन कोन तांको मो केते की जानि पारछि जदि तांको जानि छी केवल सुनि की जानि छी ना पढि की जानि छी ना अनुभूति रु जानि छी फॉर एग्जांपल परमेश्वर सृष्टिकर्ता जदि परमेश्वर सृष्टि करता बोले मु जानि छी अनुभूति रु दाऊद कहले प्रभु मोठारे सुचि अंतःकरण सृष्टि कर ए प्रार्थना में सब दिन करि थांतो जदि जानि थांतो ईश्वर सृष्टि करता थांतो बोले आमे तो जाउछु ठीक मागे पळे आसछु आगे केबे जानिबा ईश्वर को परमेश्वर सर्वशक्तिमान अटंती जदि मु जानि थांती अभाव बेला बेले भीख मागबा को पड़सा घर को जाई न थांती जानि छी कि मु the God of the Bible is almighty जानि छी कि अनुभूति रु केते जानि छी से पावरफुल अटंती बोले जदि मु जानि छी बाइबल सदा प्रभु जिहोवा निसी बोली बेमार हेले कांदी 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 दिन राति रोई न थांती बेमार को बेमार पाखरे रखि थांती आनंद रे पहुंची थांती जानि छी कि मु तांको मु जानि छी कि परमेश्वर को जे को पाय पारियो थांती बोली पथ खोलिबा ईश्वर बोली आदमंग बाई से पथ खोली पारिले हागारर पुओ बाई पथ खोली पारिले अब्राहमर स्त्री रो पथ खोली पारिले हान्ना बाई पथ खोली पारिले लोक लोक इस्राएल लोक बाई पथ खोली पारिले आज मो पाई जदि खोलियो बोली जानि थांती निश्चित होके बंचित थांती प्रार्थना रे आंठु थिबो मन थिबो चिंता रे को प्रभु को जानि छी ईश्वर जानि छी मु अनेक कथा कहजिबो परमेश्वर हमर समय केतटा आगे नॉर्मली 10 आगे 10 तो हमर गिरजा टाइम मीटिंग ए सफा टाइम कोने चर्च संडे चर्च टाइम कोछि केतटा 10 अच्छा हमरो छुआ माने विद्यालय को केते बेले जानते आगे जो स्कूल 10 आगुरु जानते ना परे आगुरु जान वेरी गुड कॉलेज पिला माने टाइम रे जानते ना लेट रे जानते ऑफिस स्टाफ गुडा को टाइम रे जानते ना लेट रे जानते ठीक उत्तर बिफोर टाइम ना आफ्टर टाइम अच्छा એટલે गिरजाघर को आमे माने टाइम रे जाउछे ना टाइम पर रे जाउछे टिके जोर से साहाय्य करिवे आगे आ टिके जोर से
কেউ প্রভুকে মু জানিছি গোটে হিরো যদি আসিথান্তা অপেরা যদি হইথান্তা মেলোডি যদি হইথান্তা আগরে যাই বসিথান্তি জানিছি মু প্রভুকে বাইবেল পরমেশ্বর আমি খালি এতিকি জানিছু তুমি মঙ্গলকারী তুমি মঙ্গলময় যদি টেম্পর হেবু মো ধর্মময় বুঝলু এটা প্রচার হেউ নাই তো জানিবা কেমতি जो परमेश्वर प्रेमिक जो परमेश्वर दयालु जो परमेश्वर अनुग्रहकारी সেই परमेश्वर গ্রাসকারী অগ্নি মধ্য সেই परमेश्वर ন্যায়বান বিচারকর্তা সেই परमेश्वर ভয়যোগ্য সেই परमेश्वर পবিত্রতার পরিপূর্ণ ମୁଁ ଜାଣିଛି ତ ତାଙ୍କୁ ସେମିତି ଈଶ୍ୱରଙ୍କ ବିଷୟକ ଜ୍ଞାନର ଅଭାବ ଆଜି ଆମ ଜୀବନରେ ନଥିବାରୁ ଏପରି ସ୍ୱଭାବରେ ଆଜି ଆମେମାନେ ରହିଯାଇଛୁ ଜାଣନ୍ତୁ ପରମେଶ୍ୱର ଏକ ବ୍ୟକ୍ତିର ପ୍ରାର୍ଥନା କହିବ ଏକ ବ୍ୟକ୍ତିର ଆଚରଣ କହିବ ଏକ ବ୍ୟକ୍ତିର ପୋଷାକ ପରିଚ୍ଛେଦନ କହିବ आज्ञा मरियम को कहीं आज्ञा चयन करागला यीशु तांको कोଳରେ ଆସିଗଲେ उत्तर ଟିକେ ଦିଅ आज्ञा मरियम जीन्स टी शर्ट पिंधुଥିଲେ ପରି ଲାଗୁଛି ଟିକେ ଟିକେ ନାଇଁ ପିନ୍ଧୁଥିଲେ ବୋଧେ ହଁ ଆଉ ରେଡ ଶାଢୀ ପିନ୍ଧିଥିଲେ ଆକୁ ଥମନା ବୋଲବେ ପରା ଏଠି ରେଡ ଲେପି ହେଇଥିବେ ମରିୟମ କରୁଥିଲେ ପରି ଲାଗୁଛି ଆମର ମା ମାନେ ଭାଙ୍ଗଡି ଭଉଣୀ ମାନେ କୋଉ ପ୍ରଭୁକୁ ଜାଣିଛନ୍ତି ଯେ ଏଡିକି ଏଡିକିଟା ପିନ୍ଧିକି ଆସୁଛନ୍ତି ଆଉ ତାକୁ ଏମିତି ଟାଣୁଥିବେ ଇଲାଷ୍ଟିକ ଲଗେଇଛନ୍ତି ଏଠି काकू जानिछु आमे को मत को प्रभु को जानिछु आमर जाई देखबा प्रभु की नाळ माळ को जाई इंदी देखुथिबा प्रभु कोटु की आसला कोटि गाथुछि आमर प्रभु को विषय कहा जाय से पवित्र 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 धर्ममय 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 जानिछु की तांको आमे ताली मालिक की सब चेंज तो हो किछि हबो नहीं खड़ा नहीं सीधेगा यू हैव टू नो योर गॉड योर क्रिएटर जाने लागू पड़िबो बाइबल परमेश्वर ज्ञान अभाव आपण माने दया करू बुझंतु अनेकंको जीवन ऑलरेडी विनाश रे अछि मंगलमय जे ईश्वर आम मानको अनंत कालीन विनाश रे न पड़िबा को एई सुयोग दैछन्ते धन्य तांको नाम धन्य तांको दया तांको की हृदय ज्ञान अभाव किए से बदल वाला की आमे सबुदिन जाउछु दোকান को गला परे प्याज किले टमाटो किले आलू किले मरीच गुंड हळदी गुंड माने से लिखि दब लिस्ट देई देब आ पळे आसीबा आज्ञा आमे दुकान वाला पाको जाई आ आज्ञा भलो अछंती आ सब कुशल मंगल तो आ मु कोन सेवा करि परिबी ठीक भलो दुख सुख आमे दुकान वाला सत हो की ना जीरो रिलेशनशिप आजी मध्य वास्ट मेजॉरिटी ऑफ बिलीवर्स रहिछि मालिकंक सहित की संपर्क एटा माने मते आवश्यक हेले मु जिबी मागी देबी दुकान पके छथि से देले मध्य ओके न देले मध्य मते किछ फरक पड़ु नै से न देले हमर गां र को गुड धनी आज्ञा देबे नले बरमपुर को जिबी नला को गां को जिबी कोआडले जोगाड़ करबी एटा हमर जीवन
ଏଇଟା ଈଶ୍ୱରଙ୍କୁ ଜାଣିବା ଭିତର ସ୍ୱଭାବ। କିଏ ମୋର ଈଶ୍ୱର, କାହା ନିକଟକୁ ମୁଁ ଯାଉଛି, ସେ କିଏ ଅଟନ୍ତି, କେତେ ଜାଣିଲି ମୁଁ ତାଙ୍କୁ, ମୋର ସମ୍ପର୍କ କଣ ତାଙ୍କ ସହିତ, ତାଙ୍କର ପ୍ରସଙ୍ଗର ବିଷୟ କଣ, ସେ ମୋର ସ୍ୱର୍ଗସ୍ଥ ପିତା, ମାନେ କେବଳ ନାମକୁ ଫାଇଦା ଉଠାଇବାକୁ ପିତା, ତାପରେ ନିମ ପିତା, নো ରିଲେସନ, ହୁ ଇଜ ମାଇ ଗଡ୍। କେତେ ଚାହୁଁଛି ମୋ ହୃଦୟ ତାଙ୍କୁ, କଣ ତାଙ୍କର ଅବଦାନ ମୋ ଜୀବନ ପାଇଁ, କଣ କରିଛନ୍ତି ସେ ମୋ ପାଇଁ, ମୋ ହୃଦୟରେ ତାଙ୍କ ସ୍ଥାନ କେତେ, ମୁଁ କେତେ ତାଙ୍କୁ ଭଲ ପାଉଛି, କେତେ ମାତ୍ରାରେ ମୁଁ ତାଙ୍କୁ ଜାଣିବାକୁ ପାରିଛି। ପ୍ରଭୁଙ୍କ ଲୋକମାନେ ଶୁଣନ୍ତୁ, ପ୍ରାର୍ଥନାରେ ମାଗନ୍ତୁ ନାହିଁ, ମୁଁ ତାହା କହୁନାହିଁ, କିନ୍ତୁ ଭାବବାଦୀଙ୍କ ଦ୍ୱାରା କୁହାଗଲା ସଦା ପ୍ରଭୁଙ୍କ ବାବା ତିନି ଛଅର ତିନି ଆମ୍ଭେମାନେ ଜ୍ଞାତ ହେଉ, ସଦା ପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ ତାହାଙ୍କ ପଶ୍ଚାତ ଗମନ କରୁ। କାହାକୁ ଜାଣିବା ପାଇଁ ତାଙ୍କ ପଛରେ ଯାଉ, ତାଙ୍କୁ ଜାଣିବା ପାଇଁ ତାଙ୍କର ପଛରେ ଯାଉ। ପ୍ରଭୁଙ୍କ ପାଖକୁ ଯିବେ, ଆଣ୍ଠେଇ ପଡ଼ିବେ, ବସିବେ, ଲେଟ୍ ମି ନୋ ଲର୍ଡ ହୁ ଆର୍ ୟୁ ଆକ୍ଚୁଆଲି। ପ୍ରଭୁ ତୁମେ କିଏ ମୋତେ ଟିକେ ଜଣାଅ, ତୁମର ସ୍ୱଭାବ କଣ, ତୁମେ କଣ ଚାହୁଁଛ, ମୁଁ କିପରି ବୋଲି ତୁମେ ଇଚ୍ଛା କରୁଛ, ମୋତେ କାହିଁକି ତିଆରି କଲ, ମୋତେ ତିଆରି କରିବା ପଛରେ ତୁମ ଉଦ୍ଦେଶ୍ୟ କଣ। କେବେ ଜାଣିଲେ କି ମୁଁ କଣ ଭାବୁଛନ୍ତି ପୁଅ ଝିଅ ମାନେ? ଆଜି ଭାରତ ବର୍ଷରେ ବହୁତ ଅଳ୍ପ anointed ଈଶ୍ୱରଙ୍କ ଦାସ ମାନେ କାହିଁକି ଅଛନ୍ତି, କାହିଁକି ଅଳ୍ପ? ସେମାନେ ଜାଣିନାହାନ୍ତି ସେମାନଙ୍କୁ ଆହ୍ୱାନ କର୍ତ୍ତା କିଏ, ଜାଣିନାହାନ୍ତି କାହା ପଛରେ ବ୍ୟସ୍ତ ସେମାନେ। ଅନେକ କଥା ଅଛି କିନ୍ତୁ ମୁଁ କହିପାରୁନାହିଁ, ମୋର ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତୁମ୍ଭ ମାନଙ୍କ ଆହ୍ୱାନ କର୍ତ୍ତା ଯେପରି ପବିତ୍ର, ତୁମେ ମାନେ ମଧ୍ୟ ସେହିପରି ଅପବିତ୍ର ହୋଇକି ରୁହ। ଏମିତି ଲେଖା ହେଇଛି। ଭାଇ ଭଉଣୀ ମାନେ, ମୋର ପ୍ରଭୁ ପବିତ୍ର ବୋଲି ମୁଁ କେତେ ଜାଣିଲି, ମୋର ପ୍ରଭୁ ପବିତ୍ରତାରେ ବାସ କରନ୍ତି କେତେ ଜାଣିଲି, ମୋର ପ୍ରଭୁଙ୍କର ଚକ୍ଷୁ ନିର୍ମଳ କେତେ ଜାଣିଲି, ସେ ମନ୍ଦ ପସନ୍ଦ କରନ୍ତି ନାହିଁ କେତେ ଜାଣିଲି, ତାଙ୍କ ସିଂହାସନ ପବିତ୍ର କେତେ ଜାଣିଲି, ଯେଉଁଠାରେ ପବିତ୍ରତା ସେ ସେଇ ସ୍ଥାନକୁ ଯାଆନ୍ତି ଏହା ମୁଁ କେତେ ବୁଝିଲି, ଯେଉଁଠି ଅଶୁଚି ସେ ଇଚ୍ଛା ଥିବା ସତ୍ତ୍ୱେ ଯାଇପାରିବେ ନାହିଁ ଏହା ମୁଁ କେତେ ଜାଣିଲି। କଣ ଜାଣିବା ପାଇଁ ମୋର ହୃଦୟ ଆଜି ଛଟପଟ। ଏଡେ ସୁନ୍ଦର ଭେଣ୍ଡିଆ ଆସିଛି ଯେ ତାକୁ ମୋର ଟୁକିକୁ ମ୍ୟାରେଜ କଲେ ହେବ ତ, ତୁମେ ଏଥିପାଇଁ ସଭାକୁ ଆସିବ? ଏଟା ସଭା ସ୍ଥାନ ନା ମିଡିଏଟର କାମର ସ୍ଥାନ? ଆଜିକାଲିର ସଭାସ୍ଥଳୀ ନା ପ୍ରସ୍ତାବର ସ୍ଥଳୀରେ ପାଲଟି ଯାଇଛି। ଅଦ୍ଭୁତ ଷ୍ଟୋରି ଗୁଡାକ ଆମେ କଣ କରିବା ପାଇଁ ଆସୁଛେ, କେତେ କେତେ ଜାଣିଲୁ ଆମେ ତାଙ୍କୁ, କାହା ପାଖକୁ ଆସିଛେ ଜାଣନ୍ତୁ। ଆପଣଙ୍କର ସମସ୍ତ ବିଷୟ ପରିବର୍ତ୍ତନ ସେତେବେଳେ ହେବ ଯେତେବେଳେ ଆପଣ ଜାଣିବେ ଆପଣଙ୍କ ସୃଷ୍ଟିକର୍ତ୍ତା କିଏ ଅଟନ୍ତି। Go to him, ଯାଆନ୍ତୁ ତାଙ୍କ ନିକଟକୁ ଯାଆନ୍ତୁ, ଯାଇକି ବସନ୍ତୁ, କୁହନ୍ତୁ ବାପା ମୁଁ ଜାଣିବାକୁ ଚାହୁଁଛି ତୁମ ବିଷୟ, ତୁମ ହୃଦୟ କଣ, ତୁମ ମନ କେମିତି, ତୁମେ ମୋ ସହିତ ଖୁସି ତ, ମୋ ଠାରୁ ତୁମେ ସନ୍ତୁଷ୍ଟ ତ, ମତେ କାହିଁକି ତିଆରି କରିଛ, ମୋତେ ତୁମେ କଣ କରିବା ପାଇଁ ଚାହୁଁଛ। ପ୍ରଭୁଙ୍କ ଲୋକମାନେ ଆମ ଶରୀର ତାଙ୍କର, ଆମେ ତାଙ୍କର, ନିଜ ଠାରେ ବେଶୀ ବୁଡ଼ିକି ନ ରହୁ।
ଜାଣନ୍ତି ଆମେ ଚିନ୍ତାରେ ରହିବାର କାରଣ କଣ ଆମେ ଜାଣିପାରି ନାହୁଁ ଯେ ପରମେଶ୍ୱର ଜଣେ ଅଛନ୍ତି, ସେ ଆମ ପାଇଁ ମନୋଯୋଗୀ ଅଟନ୍ତି ବୋଲି। ଯଦି ଜାଣିଥାନ୍ତୁ ଚିନ୍ତା କରିନଥାନ୍ତୁ। ଆପଣ କହିବେ ଚିନ୍ତା ନ କଲେ କେମିତି ହେବ ଆଜ୍ଞା? ବାଇବଲର ପରମେଶ୍ୱର କହିଲେ ସମସ୍ତ ଚିନ୍ତାର ଭାର ମୋ ଉପରେ ପକାଅ। କାହିଁକି ପକାଅ? ମୋର ଡ୍ୟୁଟି, ମୁଁ ତୁମର ପାଇଁ ଚିନ୍ତା କରିବି। ଚିନ୍ତାକାରୀ ପରମେଶ୍ୱର ସେ। ଯଦି ମୁଁ ଜାଣିଥାନ୍ତି ବହୁତ ତଳ ନିମ୍ନ ମାନର ଜୀବନ ଆମେ ଅତିବାହିତ କରୁଛୁ। ଆମେ ବାଇବଲ କାହିଁକି ପଢି ପାରୁନା ଜାଣନ୍ତି? ପ୍ରାର୍ଥନା ଜୀବନ କାହିଁକି ଆମର ଭଲ ନାହିଁ ଜାଣିପାରୁଛନ୍ତି? ଚିନ୍ତା 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 ଏତେ ମାତ୍ରାରେ ଆମକୁ ଆଜି ଆଟାକ କରି ରଖିছে। ଈଶ୍ୱରଙ୍କ ସାନ୍ନିଧ୍ୟରେ ଥାଉଛୁ ବୋଲି ଭାବୁଛୁ, କେବଳ ଶରୀର ଥାଉଛି, ମନ ନଥାଉଛି। আর অর্থ সে যে চিন্তা বহন করନ୍ତି ଏହା ମୁଁ ଭଲରେ ଜାଣିପାରେ ନାହିଁ। ଚିନ୍ତା କରିବା ବ୍ୟକ୍ତି କେବେ ଆତ୍ମିକ ହୋଇପାରିବେ ନାହିଁ। ଚିନ୍ତା କରିବା ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ ସହିତ ସମୟ କ୍ଷେପଣ କରିପାରିବେ ନାହିଁ। ଚିନ୍ତା କରିବା ବ୍ୟକ୍ତି ପ୍ରାର୍ଥନାରେ ତାଙ୍କର ମନ ରହିବ ନାହିଁ। ଆଉ ବାକ୍ୟ ପ୍ରାର୍ଥନା ଯଦି ନାହିଁ, ଆତ୍ମିକତା ନାହିଁ, ଯଦି ଆତ୍ମିକତା ନାହିଁ, ବିନାଶ ସୁନିଶ୍ଚିତ ଅଟେ। ସୁନିଶ୍ଚିତ ଅଟେ। ବିନାଶ ଆସୁଛି ପ୍ରଭୁଙ୍କ ଲୋକମାନଙ୍କୁ। ଏ ବିନାଶ ରକ୍ଷା ପାଇବାକୁ ହେଲେ ଆମର ସୃଷ୍ଟିକର୍ତ୍ତାଙ୍କୁ ଜାଣିବାକୁ ପଡ଼ିବ। ନାମରେ ଜାଣିଲେ କିଛି ହେବ ନାହିଁ, ଅନୁଭୂତିରୁ ଜାଣିବା ଦରକାର। ଖ୍ରୀଷ୍ଟିଆନ ଜୀବନ ବାଇବଲ ପଢ଼ିବାର କେବଳ ଜୀବନ ନୁହେଁ, ବାଇବଲ ଜାଣିବାର ଜୀବନ ନୁହେଁ। ବାଇବଲ ପଢୁଥିବା, ବାଇବଲ ଜାଣୁଥିବା, ଆଉ ଯାହା ଜାଣିଛୁ ହୃଦୟରେ, ଶରୀରରେ, ମନରେ, ଆତ୍ମାରେ ଅନୁଭବ କରୁଥିବା ଜୀବନ ଖ୍ରୀଷ୍ଟିଆନ ଜୀବନ ଅଛି। ତ ସେଇ ଜୀବନ ଆମ ପାଖରେ। ପ୍ରଭୁ ସାହାଯ୍ୟ କରନ୍ତୁ ବୁଝିବା ପାଇଁ। ବିନାଶ ଈଶ୍ୱରୀୟ ଜ୍ଞାନର ଅଭାବରେ ବିନାଶ ଆସିଥାଏ। ଦ୍ୱିତୀୟ କଥା ସର୍ଟଲି ଦେଖିବା, ପ୍ରଥମ ତିମୋଥୀ 6:9-10। ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି ଅନେକ ପ୍ରକାର ଅସଙ୍ଗତ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି। ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶ ରୂପ ସାଗରରେ ମଗ୍ନ କରେ। କି ସାଗର? ବିନାଶ ରୂପ ସାଗର। ବିନାଶ ରୂପ ସାଗର। এটা বঙ্গোপসাগর নহ, গোপালপুর বেড়াভূমি নহ, না, এই সাগরের নাম হচ্ছে বিনাশ। বাপরে, কেউମାନଙ୍କ জীবনের বিনাশ আসে দ্বিতীୟରେ ଯେଉଁମାନେ ଧନ ପାଇଁ ପାଗଳ ଅଟନ୍ତି, ଟଙ୍କା ପାଇଁ ଯେଉଁମାନେ ପାଗଳ, ସକାଳୁ ଉଠିଲେ ମନରେ କେବଳ ଟଙ୍କା, ଖାଇବା ସମୟରେ ଟଙ୍କା, ଅଫିସରେ ବସିଥିଲେ ମଧ୍ୟ ଆହୁରି ଟଙ୍କା ମିଳିଯାଏ। କେତେବେଳେ ଦେଖ ତାଙ୍କ ମନ କେବଳ ଧନରେ ଥାଏ। ମାନେ ଧନ ତାଙ୍କୁ ଏତେ କବ୍ଜା କରିଛି ଯେ ଯାହା ଦ୍ୱାରା ଖାଉଛ, ଯାହା ଦ୍ୱାରା ପିଉଛ, ଯାହା ଦ୍ୱାରା ଘରେ ରହୁଛ, ଯାହା ଦ୍ୱାରା ତୁମକୁ ଦୁଇ ପଇସା ମିଳୁଛି, ଯାହା ଦ୍ୱାରା ତୁମର ସେବା ଆଗକୁ ବଢିବ, ତାଙ୍କୁ ମଧ୍ୟ ତମେ ଚିହ୍ନି ପାରିଲ ନାହିଁ। ଏ ଧନ ଲାଳସାରେ ପଡି ତାଙ୍କୁ ମଧ୍ୟ ବିକି ଦେଇଯାଅ। ଧନର ଲୋଭ ବହୁତ ମାରାତ୍ମକ ଅଟେ। ଏମିତି ବିନାଶ ଆଣିଲା ଯେ ଗୋଟିଏ ଦଳରେ ଥିଲେ ପିତର, ମାଥିଉ, ଜୋହନ, ଜିହୁଦା ଗୋଟିଏ ଦଳରେ ଥିଲେ। ପିତରଙ୍କର କାମ ଦେଖନ୍ତୁ, ଜିହୁଦାଙ୍କର ସ୍ଥିତି ଦେଖନ୍ତୁ। କି ସ୍ଥିତି ଆଜ୍ଞା!
କାହିଁକି ତାର ଏଡେ ବଡ ବିନାଶ ଆସିଲା? କାହିଁକି ସେ ଆପଣଙ୍କୁ ବିନଷ୍ଟ କରିଲା? କେଉଁ ବିଷୟ ସକାଶେ ତାର ଜୀବନ ଅନନ୍ତ କାଳ ବିନାଶକୁ ଭୋଗିଲା? ଧନ ଲୋଭ। ଧନ ବହୁତ ଭଲ, ସେ ଯାଏ ଯେ ଯାଏ ଆମ ବଶରେ ସେ ରହୁଛି, ନହେଲେ ତାଠାରୁ ମାରାତ୍ମକ ବିଷୟ କିଛି ନାହିଁ। ଧନୀ ଯୁବକଙ୍କ ପାଖକୁ ଯୀଶୁ ଗଲେ, ମୋର ଅନୁଗମନ କର ବୋଲି କହିଲେ। ସବୁ ଦାନ କରିଦିଅ ଆଉ ମୋ ପଛରେ ଆସ। ଏ ଯୁବକଟି ଦୁଃଖିତ ହୋଇ ଚାଲିଗଲେ, ଦୁଃଖରେ ଚାଲିଗଲେ। କାହିଁକି? ମନ କେଉଁଠି ତାଙ୍କର? ଧନରେ। ପିତର ମଧ୍ୟ କାମ କରିବା ସମୟରେ ପ୍ରଭୁ ଯୀଶୁ ଡାକିଲେ। ମାଥ୍ୟୁଙ୍କୁ ମଧ୍ୟ କାମ କରିବା ସମୟରେ ପ୍ରଭୁ ଯୀଶୁ ଡାକିଲେ। এই ବ୍ୟକ୍ତିଙ୍କୁ ମଧ୍ୟ ତାର ଅର୍ଥ ଥିବା ସମୟରେ ପ୍ରଭୁ ଯୀଶୁ ଡାକିଲେ। ସେମାନେ ଆସିଗଲେ ପ୍ରେରିତ ହୋଇକରି ଦୁନିଆ ସାରା ସେମାନେ ପ୍ରଚାର କଲେ। এই ବ୍ୟକ୍ତି ଉଦ୍ଧାର ମଧ୍ୟ ପାଇଲା କି ନାହିଁ ଆମେ ଜାଣିନା। ବହୁତ ମାରାତ୍ମକ ଲୋଭ ଅଟେ, ବିଷୟ ଅଟେ। সম্পত্তি বিকিলে পয়সা আনিলে আর ভাবুଛନ୍ତି পিতর মহাশয় জানিবে না। অল্প দেই কিছু অংশ দেই অ্যাক্টিং করুଛନ୍ତି, ସବୁ ଦେଇ ଦେଇଛନ୍ତି। କଣ ହେଲା ସ୍ଥିତି ତାଙ୍କର? କଚାଡ଼ି ହିଁ ମରିଲେ, କଚାଡ଼ି ହିଁ ମରିଲେ। বা ଗୁରୁ ବସିଛନ୍ତି ପ୍ରାର୍ଥନାରେ। ଏଲିଶାଙ୍କ କଥା ଈଶ୍ୱରଙ୍କ ସାନ୍ନିଧ୍ୟର ସମୟ ଜ୍ଞାପନ କରୁଛନ୍ତି। ଗୁରୁ ଶିଷ୍ୟ ଯାଇଛନ୍ତି ସମ୍ପତ୍ତି ପଛରେ। କଣ ହେଲା ଅବସ୍ଥା? ବିନାଶ, ବିନାଶ। ଭାଇ ଭଉଣୀ ମାନେ, ଧନ ଆପଣଙ୍କୁ ଯଦି ବଶରେ ରଖୁଛି, ଆପଣ ଅଲରେଡି ବିନାଶର ପଥରେ ଅଛନ୍ତି। ନା, ମୁଁ କହିବି ଆପଣ କି ପାଗଳ। ମୋର କଥା ମନେ ପଡୁଛି, ଲମ୍ବା ଲିଷ୍ଟ ଥିଲା ମୋର କଣ କଣ ମୁଁ ଅର୍ଜନ କରିବି। ଜାଣନ୍ତୁ, ଏଥିପାଇଁ ଜାଣନ୍ତୁ, ଧନ ଇମ୍ପୋର୍ଟାଣ୍ଟ ନୁହେଁ ଯେ ଧନ ଦିଅନ୍ତି ସେ ଇମ୍ପୋର୍ଟାଣ୍ଟ ଅଟନ୍ତି। সম্পত্তি গুরুত্বপূর্ণ নুহে যে সম্পত্তির মালিক অটନ୍ତି সে ইম্পর্টেন্ট অটନ୍ତି। সোনা রূপা গোরা চমড়া ইম্পর্টেন্ট নুহে যে গোরা চমড়াକୁ রূপ ଦେଇଛନ୍ତି ସେ ପ୍ରଭୁ ଇମ୍ପର୍ଟାଣ୍ଟ ଅଟନ୍ତି। ଯଦି ଏକ ବ୍ୟକ୍ତି ଯଦି ବୁଝିଯିବେ ଏସବୁକୁ ସାଇଡ୍ କରିଦେବେ, ମତେ କିଛି ଦରକାର ନାହିଁ ପ୍ରଭୁ, ମତେ ତୁମେ ଦରକାର ବୋଲି କହିବେ। ଜାଣିଲୁ କି ତାଙ୍କୁ ଆମେ କେତେ କଷ୍ଟ ଲାଗେ। ଆମେ ପ୍ରଭୁଙ୍କ ସାନ୍ନିଧ୍ୟକୁ ଯାଉଛୁ, ଅଭାବ ହେଲା ବେଳକୁ ଆଉ ପ୍ରଭୁଙ୍କ ସାନ୍ନିଧ୍ୟରେ ମାଗୁଛୁ, ପ୍ରଭୁ ମତେ ଦିଅ, ମତେ ଦିଅ, ମତେ ଏଇଟା ଦିଅ, ସେଇଟା ଦିଅ ଇତ୍ୟାଦି ବିଷୟ ମାଗୁଛୁ। ଓକେ, ନୋ ଇସ୍ୟୁ, ମାଗନ୍ତୁ। ପାଇଗଲା ପରେ ତାଙ୍କୁ ଯେ ଦେଇଛନ୍ତି ତାଙ୍କ ପାଖକୁ ଯାଉଛୁ ନା ଯିବାଟା ବନ୍ଦ କରିଦେଉଛୁ? ଆଉ ଗୋଟେ ପୁତ୍ର ଥିଲା ବାଇବଲରେ, ଯୋ ପର୍ଯ୍ୟନ୍ତ ତାର ଭାଗ ମିଳିନାହିଁ ସୁନା ପିଲା ପରି ଅଛି। ଭାଗ ମିଳିଗଲା ପରେ ବାଇ ବାଇ, ମୁଁ ଆସୁଛି। ଆମେ ସେମିତି ନାହୁଁ ତ। जो पर्यंत पॉकेट रे हमर बैंडल दिसी नाही से पर्यंत हमें सुना। पॉकेट रे महात्मा गांधी रो मुंडो आसी गला परे हमें सुना ही रहउछु ना माटी ही जाउछु। इट मींस स्वार्थ निमंते जीशुको नाम हमें व्यवहार करछु। कहते नहीं से अमुक आज्ञा को धले काम ही जीव, से भाईना को धले ए काम ही जीव। प्रभु को लोक माने बुझंत, दया करे बुझंत। समय थाउ थाउ परमेश्वर को विषय को ज्ञान मंदता घृणा करे। अच्छी हम पाखरे से ज्ञान
ମନ୍ଦତା ଠାରୁ ଆମେ ଦୂରବର୍ତ୍ତୀ ଜୀବନ ବିତାଉଛୁ। ଆମ ମୋବାଇଲକୁ ଓପେନ୍ କରି ଯଦି ଦେଖାଇ ଦିଆଯିବ ଆମ ମୁହଁର ରିଆକ୍ସନ ଚେଞ୍ଜ ହେବ ନାହିଁ ତ? ବିନାଶ ଅଛି। ବିନାଶରୁ ରକ୍ଷା ପାଇବା ପାଇଁ ପ୍ରଥମ କଥା ପରମେଶ୍ୱରଙ୍କୁ ଜାଣନ୍ତୁ। ତାଙ୍କୁ ଯଦି ଜାଣିବେ ପ୍ରେମିକ ବୋଲି ଆପଣ ପ୍ରେମିକ ହେବେ। ତାଙ୍କୁ ଯଦି ଜାଣିବେ ସେ ପବିତ୍ର ବୋଲି ଆପଣ ପବିତ୍ର ହେବେ। ତାଙ୍କୁ ଯଦି ଜାଣିବେ ସେ ବିଚାରକର୍ତ୍ତା ବୋଲି ଥରହର ହବ ପ୍ରତିଟି ସମୟ ଆପଣମାନଙ୍କର। ପାପ କରିବା ପୂର୍ବରୁ ଆପଣ ଲିଟରାଲି ଥରିବେ। କରିନ୍ଥରେ ଲେଖିଲେ ପାଉଲ 5:10-11 ପ୍ରତିଟି କର୍ମର ହିସାବ କରିବା ପାଇଁ ସେ ଆସୁଅଛନ୍ତି। ଯଦି ମୁଁ ଜାଣିଥାନ୍ତି ମନ୍ଦ ଠାରୁ ଆପଣଙ୍କୁ ଦୂରେଇ ରଖିଥାନ୍ତି, ଅନନ୍ତ ବିନାଶରୁ ନିଜକୁ ରକ୍ଷା କରିପାରିଥାନ୍ତି। ଭାଇ ଭଉଣୀ ମାନେ, ନର୍କକୁ ଆମେ କେତେ ବୁଝିଲୁ? କଣ ଅଟେ ନର୍କ? जो विनाश कथा कहा जाउछि, घर भांगिथिबो, पैसा सब सरकार नहीं जिबे, हमको महामारी आसी जिवो, ए शरीर हमर नष्ट होई जिवो, ए विनाश कथा कहा जाउ नै। माटीर शरीर माटीरे मिसिबो ही मिसिबो, रोग हे करिले मिसिबो, नले न खाइ केले मिसिबो, कार शैतान रो चातुर्यताले मिसिबो, नले 666 द्वारा ले मिसिबो, माटीर शरीर मिसिबो ही मिसिबो। सेही विनाश बड़ विनाश नुहे। जो आत्मा परमेश्वर आम्भମାନଙ୍କୁ प्रदान କରିଛନ୍ତି से आत्मा अमर अटे, ताहा केबे मरिब नाही, अनंत काल जाय ताहा रहिब, ताहा केबे शेष हब नाही। तेबे कथा पड़िछि से आत्मार सुरक्षा करबा पई आज आमे माने प्रस्तुत हेउछु, बा ताको अनंत विनाश रे ठेली देबा पई आज आमे माने प्रस्तुत करूछु। कोनोटी से अनंत विनाश अग्निमय रथ, गंधक प्रज्वलित नरक। नरक तो आज्ञा निहाती आज्ञा तापी हेबा आज्ञा, ठंडा दिन कंधमाल गजबज बेसी ठंडा, ठीक सीठक मते जाई टिके ठंडा सेकंड नबा जोठारे जीरो शांति, जीरो आनंद, जीरो विश्राम, परमेश्वर को नाम नहीं, जिसु को नाम नहीं, जिसु को उपस्थिति नहीं, पवित्र आत्मा को आनंद नहीं, पवित्र आत्मा को स्वर नहीं, ईश्वरीय वातावरण नहीं, अनंत काल अनंत काल अनंत काल चिरकाल आपण केबे मात्र थोरे जदि से स्थान को जिबे आपण केबे मात्र जिसुको नामर शब्द, जिसुको मुख, जिसुको वाणी, जिसुको उपस्थिति अनुभव करि पारिबे नहीं। ताहा होछि नरक। जिसु नाम नहीं मध्य पारिबे नहीं, केबे विनाश मध्य हेबे नहीं, माने शरीर केबे नष्ट हबो नहीं। आपनकर आत्मिक शरीर जहा अछि से विनाशरू रक्षा पाइबा दरकार। मते एहा मु केबे बुझिलेनी। आसंदा आपण चक्षु बंद करिबा समर्पित हवा। प्रभु को प्रिय लोक माने विनाश आसुछि, क्यों माने विनष्ट होवंती, जो माने जागतिक ज्ञान पछरे मताल ईश्वर ज्ञान को तुच्छ मणुछन्ते, आपण को प्रवंचना कर रखिछन्ते। मु सब जानि छी गर्वी होइछन्ते। जेरेमिया स्पष्ट रूपे कहिले आम्भ को जानि छन्ति बोली गर्व करबा दरकार। जे आम अपना हाथ रे गढ़िले आमे केते जानिलु तांको।
ବିନାଶ ରୂପ ସାଗର ଗୋଟିଏ ଅଛି, ଯେଉଁମାନେ ଧନର ପଛରେ ଅଛନ୍ତି, ଧନ ଯାହା କହୁଛି ତାହା ମାନୁଛନ୍ତି, ସେମାନଙ୍କ ବିନାଶ ସୁନିଶ୍ଚିତ। ସ୍ୱର୍ଗୀୟ ପିତା, ବୁଝିବା ପାଇଁ ସାହାଯ୍ୟ କର ପ୍ରଭୁ। କେଉଁ ବିଷୟର ଜ୍ଞାନ ପାଇଁ ଆଜି ଆମେ ବ୍ୟାକୁଳ ହେଉଛୁ, ଯାହା ନିତାନ୍ତ ଜାଣିବା ଦରକାର ଜୀବନରେ, ସେଥି ନିମନ୍ତେ ତୃଷା ବୃଥା ଆମର ଜୀବନ ଯଦି ଆମେ ତୁମକୁ ଜାଣିବା ଠାରୁ କ୍ଷାନ୍ତ ହୋଇଯାଉଛୁ। ଆଜି ଆମେ ଚିନ୍ତିତ, ଦୁଃଖିତ, ଏଥିପାଇଁ ଆମେ ତୁମକୁ ଜାଣିପାରିନାଉ ତୁମେ ଅଲମାଇଟି ବୋଲି। ଆଜି ଆମେ ପାପର ସମୟ କାଟୁଛୁ, ଏଥିପାଇଁ ତୁମେ ପବିତ୍ର ବୋଲି ଆମେ ସୁନିଶ୍ଚିତ ହୋଇନାଉ। ଆଜି ଆମେ ମନ ମୁତାବକ ଜୀବନ ବିତାଉଛୁ, ଏଥିପାଇଁ ତୁମ୍ଭ ବିଷୟକ ଜ୍ଞାନ ନାହିଁ। ତୁମେ ବିଚାର କରିଥାଉତା ବୋଲେ ଯଦି ଜ୍ଞାନ ଥାନ୍ତା ଆମେ ପାପ ଶୂନ୍ୟ ଜୀବନ କାଟିଥାନ୍ତୁ। ତୁମେ କଥା କହିଛ, ଧନ୍ୟବାଦ। ଆଗାମୀ ସେସନକୁ ମଧ୍ୟ ତୁମେ ଆଶୀର୍ବାଦ କର, ଅନନ୍ତ ବିନାଶରୁ ରକ୍ଷା କର ପ୍ରଭୁ, ଆଉ ସମ୍ଭାଳ ତୁମ ହସ୍ତରେ ସମସ୍ତ ପ୍ରାଣ ଜୀବନ ସମର୍ପଣ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଆମେନ୍।